ଯଶୋଦାର ସ୍ୱପ୍ନ। ଲେଖିକା ଡକ୍ଟର ପ୍ରତିଭା ରାୟ। ବେଶ ଟିକେ ଥଣ୍ଡା ପଡ଼ିଛି ଆଜି। ସ୍ୱାମୀ ରଞ୍ଜିତ ଓ ନଣନ୍ଦ ଧାରା ଲନ୍ରେ ବସି ବାମ୍ଫ ଉଠା କଫି କପ୍ରେ ଶୀତ ସନ୍ଧ୍ୟାକୁ ଉଷ୍ମ କରୁଛନ୍ତି। 6 ବର୍ଷର ପୁଅ ଅମର ଏସ୍କିମୋ ଛୁଆ ଭଳି ଗରମ ପୋଷାକରେ ସମ୍ପୂର୍ଣ୍ଣ ଆବୃତ ହେଇ ଲନ୍ରେ ବଲ୍ ଫିଙ୍ଗି ଫିଙ୍ଗି ଖେଳୁଛି। ଜାପାନୀ ଡଲ୍ ଭଳି 3 ବର୍ଷର ଝିଅ ମିତା ତାରି ସାଇଜର ଡଲ୍ଟିଏ ଧରି ଖେଳରେ ମାତି ଯାଇଛି। ବିଜୟା ଦୀପ ଜାଳିଦେଇ ଷ୍ଟେୟାର କେସ୍ରେ ତଳକୁ ଓହ୍ଲାଇ ଆସୁ ଆସୁ ସରୁ ଗଳାର ଗୋଟାଏ ମଧୁର ଆବାଜ ଗେଟ୍ ପାଖରୁ ଭାସି ଆସିଲା, "ମା, ଗୋଟାଏ ରୁଟି ଦିଅ।" ବିଜୟା ସବାଶେଷ ପାହାଚରେ ଫ୍ରେମ୍ର ବନ୍ଧେଇ ତୈଳଚିତ୍ରଟି ଭଳି ନିଶ୍ଚଳ ହୋଇଗଲେ। ରଞ୍ଜିତ ରସିକତା କରି ଡାକ ଛାଡ଼ିଲେ, "ବିଜି, ତମ ପୁଅ ଆସିଗଲେ।" ଧାରା ପରିହାସରେ କହିଲେ, "ନୂଆ ବୋଉ, ତମ ଗେହ୍ଲା ପୁଅଙ୍କ ପାଇଁ ଗରମ ରୁଟି ସେକି ଆଣ।" ମିତା ଡଲ୍ଟାକୁ ପକାଇ ଦେଇ ତାର ସେଇ ଉଜ୍ଜଳ ସରଳ ଚକ୍ଷୁ ତାରକାକୁ ନଚାଇ ନଚାଇ ଚିକ୍ ଚିକ୍ ଗାଲରେ ହସର ଭଉଁରୀ ଖେଳାଇ କହିଲା, "ମମି, ରାଜୁକୁ ଖାଇବାକୁ ଦିଅ।" ବିଜୟାଙ୍କର ଆଖି ଦୁଇଟା ସେଇ ପାତଳ ଅନ୍ଧକାର ଭେଦ କରି ଗେଟ୍ ପାଖରେ ପହଞ୍ଚିଗଲା। କାଠ ଗେଟ୍ର ରେଲିଂ ଫାଙ୍କରେ ଗୋଟାଏ ନିଷ୍ପାପ ସୁନ୍ଦର ମୁହଁ ଚାପି ହୋଇ ତାଙ୍କରି ଆଡ଼କୁ ବିକଳ ଆଖିରେ ଚାହିଁ ରହିଛି। ମିନତି, ମାତ୍ର ଖଣ୍ଡିଏ ରୁଟି। ଆହା, ଛୁଆଟା 6 ବର୍ଷର, ଅମର ଠାରୁ ବି ସାନ ହେବ। ଅମର ଓ ମିତାଙ୍କ ପାଇଁ ଟିଫିନ୍ରେ ପଠାଇଥିବା ଅଣ୍ଡା ଓ ଫଳ ସ୍କୁଲରୁ ଫେରି ଆସିଛି। ସବୁଦିନ କିଛି ନା କିଛି ଫେରି ଆସେ। ପିଲା ଦୁଇଟା ଖାଇବା ପାଇଁ ଏକାବାର ନାରାଜ। ସଂସାରରେ କିଛି ତାଙ୍କୁ ରୁଚେ ନାହିଁ। ସେଇଥିପାଇଁ ବିଜୟାଙ୍କର ଘର ଗୋଟାଏ ଛୋଟ କାଟର ଦୋକାନ ହୋଇସାରିଲାଣି। ଟିନ୍ ଫ୍ରୁଟ୍ସ, ବିସ୍କିଟ୍, କେକ୍, କାଜୁ ଯାବତୀୟ ଖାଦ୍ୟ ସେ ସଜାଇ ରଖିଛନ୍ତି। ଛୁଆ ଦୁଇଟା କେଉଁଟା କେତେବେଳେ ମନେ କରିବେ ଅବା? ପିଲା ଦୁଇଟା ଖାଆନ୍ତି ଯେତିକି, ନଷ୍ଟ କରନ୍ତି ତା'ଠାରୁ ବେଶୀ। ରଞ୍ଜିତ କୁହନ୍ତି, ବିଜୟାଙ୍କର ଅତ୍ୟଧିକ ଯତ୍ନଶୀଳତା ଛୁଆ ଦୁଇଟାଙ୍କୁ ଏମିତି ଖାଇବା ପ୍ରତି ବିମୁଖ କରିଦେଉଛି। କିଛି ନଦେଲେ ବଳେ ଖାଇବା ପାଇଁ ରଙ୍କ ହେବେ। ମାତ୍ର ତା କି କେବେ ହୁଏ? ବିଜୟାଙ୍କର ମାତ୍ର 2ଟି ସନ୍ତାନ। ସେ ଅତ୍ୟଧିକ ଯତ୍ନଶୀଳ ହେବେ ନାହିଁ ତ କିଏ ହେବ? ସେଥିପାଇଁ ତ ରଞ୍ଜିତ ଆଉ ଗୋଟାଏ ସନ୍ତାନ ପାଇଁ ଏକବାର ନାରାଜ। ବିଜୟାଙ୍କର ମାତୃତ୍ୱର ଅବାରିତ ଧାରା ଏକଥା ମାନେ ନାହିଁ। 2ଟା ଛୁଆଙ୍କୁ ନେଇ ସଂକ୍ଷିପ୍ତ ସଂସାର ବେଶ ଆରାମଦାୟକ ହେଲେ ମଧ୍ୟ ମନ ବୁଝେ ନାହିଁ। ଅମର ସଙ୍ଗେ ସାଙ୍ଗ ହେବା ପାଇଁ ଆଉ ଗୋଟିଏ ପୁଅ ତାଙ୍କର ଲୋଡ଼ା। ଶ୍ୱଶୁର କୁହନ୍ତି, ଗୋଟିଏ ପୁଅ ପୁଅ ନୁହେଁ। କଥାଟା ସତ ବୋଧେ ହୁଏ। ଅମରଟା ଦିନକୁ ଦିନ ତଳକୁ ଯାଉଛି। ଏତେ ଯତ୍ନ ସତ୍ତ୍ୱେ ତା ସ୍ୱାସ୍ଥ୍ୟର ଉନ୍ନତି ହେଉନାହିଁ। ବେଶୀ ଆଖି ରଖିବାରୁ ଛୁଆଟା ଉଧେଇ ନାହିଁ। ବିଜୟାଙ୍କର ଯୁକ୍ତି ଏକବାର ଅମୂଳକ। ଏ କଥା ଜୋର ଦେଇ କହନ୍ତି ରଞ୍ଜିତ। ବିଜୟା ଉଚ୍ଚଶିକ୍ଷିତା, ବିଶ୍ୱବିଦ୍ୟାଳୟ ସର୍ବୋଚ୍ଚ ଡିଗ୍ରୀ ଧାରିଣୀ ଆଧୁନିକା ତରୁଣୀ, ଅଥଚ ମନଟା ତାଙ୍କର ସେଇ ମଫସଲର ସ୍ୱଚ୍ଛ ସରସୀ ଭଳି ସରଳ ନିର୍ମଳ। ଜନ୍ମ ଦେବାର ଯନ୍ତ୍ରଣା ବିଜୟା ଭୁଲିଗଲେଣି। ନାରୀର ମନ ବିଚିତ୍ର ଉପାଦାନରେ ଗଢ଼ା। ସୃଷ୍ଟିର ଅସହ୍ୟ ଯନ୍ତ୍ରଣା ସନ୍ତାନର ମୁହଁ ଦେଖିବା ମାତ୍ରେ ପାସୋରି ହୋଇଯାଏ। ମାତ୍ର ରଞ୍ଜିତ, ସେ ତ ସେ କଷ୍ଟ ଭୁଲିବେ ନାହିଁ। 2ଟା ସିଜରିଆନ୍ ଛୁଆ ପରେ ବିଜୟାଙ୍କୁ ସେ ଆଉଥରେ କଷ୍ଟ ଦେବେ ନାହିଁ। ଏଇ 2ଟି ସନ୍ତାନଙ୍କୁ ଉପଯୁକ୍ତ ମଣିଷ କରି ଗଢ଼ିବାର ଦାୟିତ୍ୱ କିଛି କମ୍ ନୁହେଁ। ବିଜୟା ମନେ ମନେ ଭାବନ୍ତି, ସାହିତ୍ୟ ଓ ରାଜନୀତିକୁ ନେଇ ବ୍ୟସ୍ତ ବିବ୍ରତ, ସଂସାର ପ୍ରତି ଏକବାର ଉଦାସୀନ ତାଙ୍କର ଏଇ ନିର୍ବିକାର ଭାବଗମ୍ଭୀର ସ୍ୱାମୀଟି ମନରେ ତାଙ୍କ ପାଇଁ କ'ଣ ସତରେ ଏତେ ପ୍ରେମ, ଏତେ ଦରଦ ଭରି ରହିଛି? ରଞ୍ଜିତଙ୍କ ଯୁକ୍ତିକୁ ମାନି ନେବା ଛଡ଼ା ଅନ୍ୟ କ'ଣ କରାଯାଇପାରେ? ହେଲେ ଅମରଟା ଏକାବାର ଏକୁଟିଆ ହୋଇଯାଉଛି। ମିତା ଓ ଅମରଙ୍କୁ ଗୋଟିଏ ଦୃଷ୍ଟିରେ ଦେଖି ଆସୁଥିଲେ ବି ଜନ୍ମଗତ ପାର୍ଥକ୍ୟ ନେଇ ଦୁହେଁ ଅଲଗା ହୋଇଯାଉଛନ୍ତି ପରସ୍ପରଠାରୁ। ମିତା ତାର କଣ୍ଢେଇ ପୁଅ ଝିଅ, ଧୂଳିର ଭାତ ତିଅଣର ଛୋଟ ସଂସାର ଭିତରେ ଏମିତି କର୍ମବ୍ୟସ୍ତା ଗୃହିଣୀ ପାଲଟି ଯାଉଛି ଯେ ଅମରର ନିଃସଙ୍ଗତାର ସୀମା ରହୁନାହିଁ। ଛୋଟ କ୍ରିକେଟ ବ୍ୟାଟ୍, ହକି ଷ୍ଟିକ୍ ତାକୁ କିଣି ଦେଇଛନ୍ତି ବିଜୟା। ଅମରର ତାହା ହିଁ ଦରକାର। ମାତ୍ର ସେସବୁ ଖେଳିବା ପାଇଁ ସଙ୍ଗୀର ଅଭାବ। ସେସବୁ ତ ଏକା ଖେଳାଯାଇ ପାରେ ନା। ଅମରର ସେଥିପାଇଁ
ବେଳେବେଳେ ଅସମ୍ଭବ ଅଝଟ ଅସଙ୍ଗତ ଜିଦ୍ ଧରେ। ମାଆର କାନି ଧରି କାନ୍ଦୁରା ଅଝଟ ଅଳିତାର କାହା ସଙ୍ଗେ ଖେଳିବି କ୍ରିକେଟ? ସମସ୍ତଙ୍କର ଭାଇ ଅଛି, ମୋର କାହିଁ ଆଉ ଭାଇ ଆଣୁନାହୁଁ ଡାକ୍ତରଖାନା ଯାଇ? ମିତାକୁ କାହିଁକି ଭାଇ ନ କରି ଭଉଣୀ କରିଦେଲୁ? କଥାଟା ରଞ୍ଜିତଙ୍କ କାନରେ ପକାଇ ଦେଇ ବିଜୟା ନିଜ ସପକ୍ଷରେ ଯୁକ୍ତି ବାଢ଼ନ୍ତି, କିନ୍ତୁ କଥାଟାକୁ ହସି ଉଡ଼େଇ ଦିଅନ୍ତି ରଞ୍ଜିତ। ପୁଅ ସଙ୍ଗରେ କ୍ରିକେଟ ଖେଳନ୍ତି, ବଲ୍ ଖେଳନ୍ତି। କଥାଟା ସେମିତି ଅମୀମାଂସିତ ହୋଇ ରହିଯାଏ। ବିଜୟା ଭାବନ୍ତି ମାତ୍ର 3ଟି ସନ୍ତାନଙ୍କୁ ମଣିଷ କରିବା ପାଇଁ ରଞ୍ଜିତଙ୍କର ଉପାର୍ଜନ କମ୍ ନୁହେଁ। ରଞ୍ଜିତ ପ୍ରତି ମାସରେ ମେଧାବୀ ଦରିଦ୍ର ଛାତ୍ରଙ୍କୁ ନିୟମିତ ସାହାଯ୍ୟ କରିଥାନ୍ତି। ରଞ୍ଜିତ ନିର୍ବାଚନ ସଭାରେ ଭାଷଣ ଦେବା ଭଙ୍ଗୀରେ କୁହନ୍ତି, ବିଜି, ଆମ ଦେଶର ପ୍ରତି କୋଣେ କୋଣେ କେତେ ଅବହେଳିତ ନିଷ୍ପାପ ମଣିଷ ଶିଶୁ ପୋକମାଛି ପରି ବଢ଼ୁଛନ୍ତି, ସଢ଼ୁଛନ୍ତି। 2 ଓଳି 2 ମୁଠା ପେଟ ପୂରାଇ ଖାଇପାରୁନାହାନ୍ତି। ଆମେ କେବଳ ନିଜ କଥା ଭାବିଲେ କେଡ଼େ ସ୍ୱାର୍ଥପରତା ହେବ କହ ତ? ତମର କେଇଟି ସନ୍ତାନ? ସେ କଥା ନ ଭାବି ଦେଶର କେଇଟି ସନ୍ତାନ ସେ କଥା ଥରେ ଚିନ୍ତା କରି ଦେଖିଛ? ସେଇ ଅଗଣିତ ଜନସମୁଦ୍ରରେ ପୁଣି ଗୋଟିଏ ସଂଖ୍ୟା ବୃଦ୍ଧି କରିବା କେଡ଼େ ଅମାନୁଷିକତା ହେବ ଥରେ ଭାବି ଦେଖ। ଏଇ ରାଜୁ ଛୁଆଟିର କଥା ଭାବି ଦେଖିଲ। ରାଜୁ ନାଁଟା ଯେମିତି ସୁନ୍ଦର, ଛୁଆଟା ବି ସେମିତି ଜୁଳୁ ଜୁଳୁ ସୁନ୍ଦର ନିଷ୍ପାପ ଆଖି ଦୁଇଟି। ମୁହଁଟା ମଳିନ ରୁଗୁଣ ହେଲେ ବି ଲାବଣ୍ୟରେ ଛଳଛଳ। କଙ୍କାଳ ସାର ଦେହ, କାଠ ଭଳି 4ଟି ହାତଗୋଡ଼। ଦରିଦ୍ର ପିତାର 6ଠ ସନ୍ତାନ ରାଜୁର ବାପା ରିକ୍ସା ଟାଣେ। ମା ବର୍ଷକୁ ବର୍ଷ ଛୁଆ ଜନ୍ମ କରି ରୁଗୁଣା ଶଯ୍ୟାଶାୟୀ। ଛୁଆଗୁଡ଼ା କୁକୁର ବିରାଡ଼ି ଛୁଆ ଭଳି ମନକୁ ଏଣେ ତେଣେ ବୁଲି ମାଗିଯାଚି ହୋଟେଲ କଡ଼ରୁ ଅଇଁଠା ଗୋଟେଇ ପେଟ ଭର୍ତ୍ତି କରନ୍ତି। ଚୋର ତସ୍କର ପକେଟମାର ହୋଇ ବଢ଼ନ୍ତି। ବଡ଼ ଭାଇ କ'ଣ କରେ ବୋଲି ପଚାରିଲେ ରାଜୁ ଦରୋଟି ଭାଷାରେ ଖୁବ୍ ସହଜ ଭଙ୍ଗୀରେ କହେ, ବଡ଼ ଭାଇ କଲିକତାରେ ପକେଟମାରୁ କାମ କରୁଛି, ତା ତଳ ଭାଇ କଟକରେ ନୂଆ କରି ଚୋରି କରିବା ଶିଖୁଛି। ସତେ ଯେମିତି ପେଟ ପୋଷିବା ପାଇଁ ଜୋତା ପାଲିସ କରିବା ଭଳି, ରିକ୍ସା ଟାଣିବା ଭଳି ଚୋରି କରିବା, ପକେଟ କାଟିବା ଗୋଟେ ପାରମ୍ପରିକ ବୃତ୍ତି। ରାଜୁ ବଡ଼ ହୋଇଗଲେ କ'ଣ କରିବ ପଚାରି ପାରନ୍ତି ନାହିଁ ବିଜୟା। ଛାତି ଥରି ଉଠେ। ଏହି ସୁନ୍ଦର ଛୁଆଟା କିଛି ଗୋଟାଏ ଅସୁନ୍ଦର କାର୍ଯ୍ୟରେ ନିବୃତ୍ତ ହୋଇଯିବା କଥା ସେ ଚିନ୍ତା କରିପାରନ୍ତି ନାହିଁ। କିନ୍ତୁ ତା ଛଡ଼ା ପିଲାଟା ବା ଆଉ କ'ଣ କରିପାରେ? ଛି, ଏମିତି ପୁଞ୍ଜା ପୁଞ୍ଜା ଛୁଆ ଜନ୍ମ କରି ନର୍କକୁ ଠେଲିଦେବା କି ଅନ୍ୟାୟ! ରାଜୁର ବାପା ମାଙ୍କ ପ୍ରତି ବିଜୟା ଅସହିଷ୍ଣୁ ହୋଇ ଉଠନ୍ତି। ସେମାନେ ସମସ୍ତେ ଜଣେ ଜଣେ ଦେଶଦ୍ରୋହୀ। ଅସାମାଜିକ ହେବାକୁ ସେମାନେ ଛୁଆମାନଙ୍କୁ ବାଧ୍ୟ କରୁଛନ୍ତି। ହେଲେ ସେ କ'ଣ କିଛି କରିପାରିବେ ଏସବୁ ଚିନ୍ତା କରି? କେବଳ ମାତ୍ର ରାଜୁକୁ ପ୍ରତିଦିନ ରାତିରେ 2 ପଟ ରୁଟି ଭଳି କିଛି ଭଲମନ୍ଦ ଜିନିଷ, ତାଙ୍କ ଛୁଆଙ୍କର କେତେଟା ପୁରୁଣା ଜାମା ପ୍ୟାଣ୍ଟ ଦେବା ବ୍ୟତୀତ ଅଧିକ କ'ଣ କରିପାରିବେ ସେ? ତାଙ୍କ ଛୁଆମାନଙ୍କ ଥାଳିରେ ପ୍ରତିଦିନ ଯାହା ଖାଦ୍ୟ ନଷ୍ଟ ହୋଇଯାଏ, ସେତିକି ମିଳେ ନାହିଁ ଏ ଦେଶର ଅସଂଖ୍ୟ ରାଜୁଙ୍କୁ। କିଏ ଦାୟୀ ଏଥିପାଇଁ? ରଞ୍ଜିତ କହନ୍ତି, ବିଜି, ତମେ ପିଲାଟାକୁ ଏମିତି ମୁହଁ ଦେଇଛ ଯେ ପ୍ରତିଦିନ ସନ୍ଧ୍ୟାରେ ନିମନ୍ତ୍ରିତ ଅତିଥି ଭଳି ସେ ଆସି ପହଞ୍ଚି ଯାଉଛି। ବିଜୟା କହନ୍ତି, ପ୍ରତିଦିନ 2 ପଟ ରୁଟି ଦେଲେ ଆମର ସରିଯିବ ନାହିଁ, ପିଲାଟା ଅନ୍ତତଃ ବଞ୍ଚିଯାଉ। ରଞ୍ଜିତ କହନ୍ତି, ବଞ୍ଚିଗଲେ କ'ଣ ହେବ? ଚୋର ବା ପକେଟ ମାର? ତା ଫଳରେ ଦେଶର କ୍ଷତି ହିଁ ହେବ। ବରଂ ଆଉ କିଛି ଯଦି କରନ୍ତ? ମୁଁ ବା ଆଉ କ'ଣ କରିପାରେ? ଚଟ୍ କରି ଅସହାୟ ଭଙ୍ଗୀରେ କହନ୍ତି ବିଜୟା। ରଞ୍ଜିତ ପରିହାସ କରନ୍ତି, ତମେ ଲେଡିଜ୍ କ୍ଲବର କାର୍ଯ୍ୟକାରୀ ସଦସ୍ୟା, ମହିଳା ସମିତିର କର୍ମକର୍ତ୍ତା, ଅନେକ ସମାଜ ସେବା କରୁଛି ତମର ସଂସ୍ଥା। ଏ ବିଷୟରେ କିଛି କରୁନାହ କାହିଁକି? ବିଜୟା କୁହନ୍ତି, ରାଜୁ ଘରକୁ ଯାଇଥିଲି, ତା ମାଆର ପୁଣି ଛୁଆ ହେବ। ମହିଳା ସମିତି ତରଫରୁ ଲେଡି ଡାକ୍ତରାଣୀଙ୍କୁ ନେଇଥିଲେ। ଦେହରେ ରକ୍ତ ନାହିଁ। ଏଥର ବଞ୍ଚିବା ଆଶା ଖୁବ୍ କମ୍। ସେଦିନ ଲେଡିଜ୍ କ୍ଲବରେ କେତୋଟି ନୂତନ ପ୍ରସ୍ତାବ ଆଗତ କରାଗଲା। ତା ଭିତରୁ ଗୋଟାଏ ହେଲା, ପ୍ରତ୍ୟେକ ସଦସ୍ୟ 2ଟି ସନ୍ତାନରେ ନିଜ ସଂସାରକୁ ସଂକ୍ଷିପ୍ତ କରନ୍ତୁ ଓ ଅନ୍ତତଃ ଗୋଟିଏ କରି ଅନାଥ ନିରାଶ୍ରୟ ଶିଶୁକୁ ଆଶ୍ରୟ ଦାନ କରନ୍ତୁ। ସମସ୍ତେ ପ୍ରସ୍ତାବଟାକୁ ଅନୁମୋଦନ କରିଥିଲେ। ପ୍ରଶ୍ନ ଉଠିଲା, ପ୍ରସ୍ତାବଟିକୁ କାର୍ଯ୍ୟରେ ପରିଣତ କରିବେ କେତେଜଣ? ବିଜୟା ମଧ୍ୟ ସେଇ କଥା ଭାବୁ ଭାବୁ ଘରକୁ ଫେରୁଥିଲେ। ବିଜୟାଙ୍କ ଆଖି ଆଗରେ ରାଜୁର ମୁହଁଟା ନାଚି ଉଠିଲା। ରାଜୁ ଅନାଥ ନ ହେଲେ ବି ଅସହାୟ। ଅସଂଖ୍ୟ ରାଜୁଙ୍କର ବିକଳ ଚିତ୍କାର ତାଙ୍କ ପ୍ରାଣକୁ ଆକୁଳ କରିଦେଲା। ସେଦିନ ରଞ୍ଜିତ ଫେରିବା ମାତ୍ରେ ବିଜୟା ତାଙ୍କର କଣ୍ଠଲଗ୍ନା ହୋଇ ଚୁପ୍ କରି ମଧୁର ଗଳାରେ କହିଲେ, ଗୋଟାଏ କଥା କହିବି, ରାଗିବ ନାହିଁ ତ? ମୁଁ ତୃତୀୟବାର ମା ହେବାକୁ ଯାଉଛି।
ରଞ୍ଜିତଙ୍କର ହସନ୍ତ ମୁହଁଟା ନିମିଷକେ ବିବର୍ଣ୍ଣ ହୋଇ ଉଠିଲା। ତାଙ୍କର ସମସ୍ତ ସଂଯମ ସମସ୍ତ ସାବଧାନତା ସତ୍ତ୍ୱେ ବିଜୟା ତାଙ୍କ ଜିଦ୍ରେ ବିଜୟିନୀ ହୋଇଗଲେ। ସେ ମୁଣ୍ଡଟାକୁ ଦୁଇ ହାତରେ ଚାପି ଧରି ସୋଫା ଉପରେ ବସି ପଡ଼ିଲେ। ତୃତୀୟ ପରେ ଚତୁର୍ଥ, ତାପରେ ପଞ୍ଚମ, ପୁଣି ଷଷ୍ଠ ସେ ଆଗକୁ ଭାବି ପାରୁନଥିଲେ। ବିଜୟା କୌତୁକରେ ହସୁ ହସୁ କହିଲେ, ଏଇ ଶେଷ। ଆମର ଆଉ ଚତୁର୍ଥ ସନ୍ତାନର ଆବଶ୍ୟକତା ନାହିଁ, ମୁଁ କଥା ଦେଉଛି। ରଞ୍ଜିତ ବିରକ୍ତ ବିବ୍ରତ କଣ୍ଠରେ କହିଲେ, 3 ଆଉ 13 ଭିତରେ ମୁଁ କିଛି ତଫାତ୍ ଦେଖୁନାହିଁ। ବିଜି, ତମର ନାରୀ ନେତ୍ରୀ ହେବା ଏକବାର ବୃଥା ହୋଇଯାଇଛି। ରାଜୁର ମୂର୍ଖ ମା' ଠାରୁ ତମେ କୌଣସି ଗୁଣରେ ଉଚ୍ଚରେ ନୁହଁ। ବିଜୟ ମଧୁର ଅପାଙ୍ଗ ଢାଳି କହିଲେ, ରାଜୁର ମା' ମୋ ଠାରୁ ତ ଭିନ୍ନ ହୁଅନ୍ତା ନାହିଁ। ରାଜୁ ଯେ ମୋର ତୃତୀୟ ସନ୍ତାନ। ଲେଡିଜ୍ କ୍ଲବରେ ଆଗତ କରିଥିବା ପ୍ରସ୍ତାବଟିକୁ କାର୍ଯ୍ୟରେ ପରିଣତ କରି ମୁଁ ରାଜୁକୁ ତା ବାପା ମାଙ୍କ ଠାରୁ ମାଗି ଆଣିଛି ନିଜର ସନ୍ତାନ ରୂପେ। ଲନ୍ରେ ରାଜୁ ଆଉ ଆମର କ୍ରିକେଟ ଖେଳରେ ମାତି ଯାଇଛନ୍ତି। ସଫା ସୁତୁରା ହୋଇ ଅମରର ପୋଷାକରେ ରାଜୁ ଚମତ୍କାର ଦିଶୁଛି। ଦେଖୁଛ? କୁହ, ତମେ ଏ କଥାକୁ ଅନୁମୋଦନ କରୁଛ ତ? ତିନୋଟି ଚିତ୍ରିତ ପ୍ରଜାପତି ଭଳି ଅମର, ରାଜୁ, ମିତା ଡେଇଁ ଡେଇଁ ଲନ୍ରେ ଖେଳୁଥିବାର ଦୃଶ୍ୟ ଦେଖୁ ଦେଖୁ ରଞ୍ଜିତଙ୍କର ମୁହଁ ଉଜ୍ଜଳ ସକାଳର ସୂର୍ଯ୍ୟାଲୋକରେ ଉଦ୍ଭାସିତ ହୋଇ ଉଠିଲା। ବିଜୟାଙ୍କୁ ଆଦର କରୁ କରୁ ସେ କହିଲେ, ବିଜି, ମୁଁ ଅନ୍ୟ କଥା ହିଁ ଭାବି ଶଙ୍କିତ ହୋଇ ପଡ଼ିଥିଲି। ଗୋଟିଏ ଅନାବଶ୍ୟକ ଶିଶୁକୁ ପୃଥିବୀକୁ ଆସିବାକୁ ନ ଦେଇ ବିଜୟା କୋଟିଏ ଅବହେଳିତ ଶିଶୁଙ୍କର ଅଶେଷ କଲ୍ୟାଣ ସାଧନ କରିଛି। ଆଉ ଗୋଟିଏ ସନ୍ତାନର ଜନନୀ ହେବାର ମୋହତ୍ୟାଗ କରି ସେ କୋଟିଏ ସନ୍ତାନର ଜନନୀ ହୋଇଯାଇଛି। ଉଲ୍ଲାସରେ ଅନୁରାଗରେ ବିଜୟାଙ୍କର ମୁହଁଟା ରକ୍ତିମ ହୋଇ ଉଠିଲା। ଧନ୍ୟବାଦ।